ବେଙ୍ଗ ଫୁଲା ଓ ମାଛ କାହା ଦ୍ୱାରା ଶୋଷ କରିଥାନ୍ତି? ପିଲାମାନେ ବେଙ୍ଗ ଫୁଲା ଓ ମାଛ କାହା ଦ୍ୱାରା ଶୋଷ କରିଥାନ୍ତି? ଏହାର ଆନ୍ସର କ'ଣ ହେବ ନା ଏହାର ଆନ୍ସର ହେବ ପିଲାମାନେ ତୁମର ଗାଲି ଦ୍ୱାରା। ବୁଝିଲେ ପିଲାମାନେ ଗାଲି ଦ୍ୱାରା କ'ଣ ନା ତୁମର ବେଙ୍ଗ ଫୁଲା ଓ ମାଛ ଶ୍ୱାସକ୍ରିୟା କରିଥାନ୍ତି। ମାଛ ତ ସମସ୍ତେ ଦେଖିଥିବ ପିଲାମାନେ ସେ କ'ଣ ନା ଗାଲି ତାର ଗାଲି ଦ୍ୱାରା କରିଥାଏ ଏହା ତୁମେ ସମସ୍ତେ ଜାଣିଛ। ସେ କ'ଣ ନା ମାଛ ତାର ଗାଲି ଦ୍ୱାରା ସାହାଯ୍ୟ କରିଥାଏ ଯାହାକି ଏଇଠାରେ ଥାଏ ଏଇଠାରୁ ସେ କ'ଣ କରିଥାଏ ନା ଶ୍ୱାସକ୍ରିୟା ଗ୍ରହଣ କରିଥାଏ। କିନ୍ତୁ ପିଲାମାନେ ବେଙ୍ଗ ଫୁଲା କହିଲେ କ'ଣ? ବେଙ୍ଗ ଫୁଲା ହେଉଛି ପିଲାମାନେ ତୁମର ଗୋଟିଏ ବେଙ୍ଗ ପ୍ରସ୍ତୁତ ହେବାର ତାର ପୂର୍ବ ଅବସ୍ଥା। ସେ ଗୋଟିଏ ବେଙ୍ଗ ଫୁଲାରେ ପରିଣତ ହୋଇଥାଏ ପ୍ରଥମେ ଏବଂ ତାପରେ କ'ଣ ହୋଇଥାଏ ନା ବେଙ୍ଗରେ ପରିଣତ ହୋଇଥାଏ। ତ ସେ ବେଙ୍ଗ ଫୁଲା ସମୟରେ କେଉଁ ଭଳି ଦେଖାଯାଇଥାଏ ନା ପିଲାମାନେ ତୁମର ମାଛ ପରି ହିଁ ଦେଖାଯାଇଥାଏ। ତୁମେମାନେ ଦେଖିଥିବ ଯେ ବେଙ୍ଗ ଫୁଲା ବର୍ଷା ଋତୁ ଗୁଡ଼ିକରେ ଏହା ଦେଖାଯାଇଥାଏ ଯେ କ'ଣ ହୋଇଥାଏ ନା ତୁମର କ୍ଷେତ ଗୁଡ଼ିକରେ କ'ଣ ହୋଇଥାଏ ନା ବେଙ୍ଗ ଫୁଲା ଗୁଡ଼ିକ ଥାଏ ଯାହାକି ଏ ପ୍ରକାର ଦେଖାଯାଇଥାଏ। ସେମାନଙ୍କ ମଧ୍ୟ କେଉଁଠାରେ କରିଥାନ୍ତି ନା ସେମାନେ ମଧ୍ୟ ନିଜ ଗାଲି ସାହାଯ୍ୟରେ କ'ଣ ନା